ଭାରତର ନିଷ୍ପତ୍ତି ପଡ଼ିଲା ଭାରି। ପୁନର୍ବିଚାର ପାଇଁ ଚିଠି ଲେଖିଲା ପାକ୍। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଠାରୁ ନେଇଛି ବଦଲା। ଅପରେସନ ସିନ୍ଦୁରରେ ଭାରତର ଆକ୍ରମଣରେ ଘାଇଲା ହୋଇଥିଲା ପାକିସ୍ତାନ। ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଥିଲା। ଭାରତର ଏହି ନିଷ୍ପତ୍ତି ପାକିସ୍ତାନକୁ ଗଭୀର ସଂକଟରେ ପକାଇଛି। ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଭାରତକୁ ଅନୁରୋଧ କରି ଚିଠି ଲେଖିଛି ପାକିସ୍ତାନ। ଭାରତର ଜଳଶକ୍ତି ମନ୍ତ୍ରଣାଳୟର ସଚିବ ପାକିସ୍ତାନର ଜଳ ମନ୍ତ୍ରଣାଳୟ ସଚିବ ସଦୟ ଅଲି ମୁର୍ତାଜକୁ ଏକ ଚିଠି ଲେଖିଥିଲେ ଯେ ଭାରତ ଲଗାତାର ଭାବେ ପାକିସ୍ତାନର ସୀମାପାର ଆତଙ୍କବାଦର ଶିକାର ହେଉଛି। ଯାଦ୍ୱାରା ଭାରତ ସିନ୍ଧୁ ଜଳ ଚୁକ୍ତିରେ ଏହାର ଅଂଶଗ୍ରହଣକୁ ରଦ୍ଦ କରୁଥିବା ଏହି ଚିଠିରେ ଦର୍ଶାଇଥିଲେ। ସିନ୍ଧୁ ଜଳ ରଦ୍ଦ ଦ୍ୱାରା ପାକିସ୍ତାନର ରବି ଫସଲ ଅତି ସାଂଘାତିକ ଭାବେ ପ୍ରଭାବିତ ହେବ। କେବଳ କୃଷି ନୁହେଁ, ଦୈନନ୍ଦିନ ଜୀବନଯାପନରେ ମଧ୍ୟ ଏହାର ଅଧିକ ପ୍ରଭାବ ପଡ଼ିବ। ଏଥିପାଇଁ ପାକିସ୍ତାନରେ ଅତ୍ୟନ୍ତ ଉତ୍କଟ ଜଳ ସଙ୍କଟ ଦେଖାଦେଇପାରେ। ଏ ବାବଦରେ ପାକ୍ ଭାରତକୁ 4ଟି ଚିଠି ପଠାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ବାଣିଜ୍ୟ ଓ ଆତଙ୍କବାଦ, ଜଳ, ଗୁଳି ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବନି। ଏହି ମାମଲାରେ ମଧ୍ୟସ୍ଥତା କରିବା ପାଇଁ ପାକ୍ ଆଗରୁ ବିଶ୍ୱ ବ୍ୟାଙ୍କକୁ ଅନୁରୋଧ କରିଥିବା ବେଳେ ବିଶ୍ୱ ବ୍ୟାଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ବ୍ୟୁରୋ ରିପୋର୍ଟ, ସମୟ ଲାଇଭ୍।